ଗୋଟେ ରାତି ମା ବିନା ଛୁଆ କେମିତି ରହିଲା ଘଟଣା କ'ଣ କହୁଛି ଚାଲନ୍ତୁ। ହଁ ସାଙ୍ଗମାନେ, ତ ମୁଁ ଫାଷ୍ଟ ଭିଡ଼ିଓରେ କହିଥିଲି କି ଜିଜୁ ହସ୍ପିଟାଲରେ ଆଡ଼ମିଟ୍ ଅଛନ୍ତି। ତ ମୁଁ ସେଠୁ ହସ୍ପିଟାଲରେ କାମ ସାରିକି ମୁଁ ସନ୍ଧ୍ୟାବେଳେ ଘରକୁ ପଳେଇ ଆସିଥିଲି। ତ ଦିଦି ସେଠି ଥିଲା, ତ ଛୁଆକୁ ହସ୍ପିଟାଲ ନେବା ଅସମ୍ଭବ ଥିଲା। ତ ସେଥିପାଇଁ ମୁଁ ଆଉ ମମି ଘର ପାଖରେ ରହିକି ଛୁଆକୁ ସମ୍ଭାଳିଲା। ଆମେ ଭାବିଲେ ରାତିଟା ଗୋଟେ କଟେଇ ଦେବୁ ଛୁଆ ସାଙ୍ଗରେ, କିନ୍ତୁ ରାତିର ଯେ ସିଏ ବିର୍ତାପ କଲା, ଯେ ସିଏ ହେଲା କୁନି ପିଲା, 1.5 ବର୍ଷର ଛୁଆ, ସିଏ କିଛି ଦୁନିଆ ବିଷୟ ଜାଣେନି କି କହି ଶିଖିଛି ନା କିଛି କରିପାରୁଛୁ ନା। ଯେହେତୁ ସିଏ ଏତେ ରାତିରେ ସିଏ ଏତେ କାନ୍ଦିଲା କି କିଛି ଖାଇବିଲାନି, ମାନେ ଯେ ଅଲଗା ଖାଦ୍ୟ ତାର ଅଛି ସେ କିଛି ଖାଇଲାନି। ଯେହେତୁ ଆମ ମମି ମୁଁ ଡରିଗଲେ, ପାଣି ପିଇଲାନି, ତଣ୍ଟି ଶୁଖିଯିବ ନା କଟି ଛୁଆ। ତ ହଠାତ୍ ଆମେ ଗୋଟେ ରାତି ଯେହେତୁ ଜେରକୁ ମାନେ ରାତି ଅନିଦ୍ରା ହେଇକି ସଙ୍ଗେ ସଙ୍ଗେ ଭୋର ଟ୍ରେନରେ ଯାଇକି ହସ୍ପିଟାଲ ପହଞ୍ଚିଗଲୁ। ତ ଯାଇକି ଦିଦି ହାତରେ ତା ଛୁଆକୁ ହ୍ୟାଣ୍ଡ ଓଭର କରିଦେଲୁ, ଭାଇ ତୋ ଛୁଆକୁ ତୁ ଧର। ମାନେ ଘଟଣା ଏମିତି ପୋଜିସନକୁ ଆସିଥିଲା, କାରଣ ଛୁଆଟା ପୁରା କାତି ଯାଇଥିଲା। ମାନେ ସିଏ ଜାଣିନି ନା, ଜାଣିପାରୁନି ଯେ ମୋ ମା କାହିଁ, ମୁଁ ଏକଲା ହେଇଯାଇଛି, କେହି ନାହିଁ। ଯେହେତୁ ରାତିରେ ସେ କ୍ଷୀର ଖାଇକି ଶୁଏ, ତ ଏଇ କଥା ପାଇଁ ପୁରା ଆମେ ପୁରା ହେଡ଼େକ୍ ହେଇଥିଲେ। ତ ସେଥିପାଇଁ ଯେ ହସ୍ପିଟାଲକୁ ଦେଇଦେଲେ। ତ ସେଇ ସମୟରେ ଆମେ ଟିକେ ଦେଖୁଥିଲେ ରିପୋର୍ଟ, ମମି ମୁଁ ଯେହେତୁ ଡକ୍ଟରୀ ପାଠ ପଢିଛେ ନା, ଟିକେ ମଜାକ କରିଦେଲି ଆଉ। ହଁ ସାଙ୍ଗମାନେ, ତ ଚାଲନ୍ତୁ ଆଗକୁ କ'ଣ ହେଇଛି କହୁଛୁ। ତ ଟିକେ ସେଇ କ୍ଷୀର ଖାଇସାରିଲା ପରେ ତାର ବିର୍ତାପଟା ଦେଖନ୍ତୁ, ମା ପୁଅର କି ଭଲ ପାଇବା ପ୍ରେମ ଦେଖନ୍ତୁ। ଓହୋ ହୋ, ନଜର ନ ଲାଗୁ ଏ ଦି ଜଣଙ୍କ କାହାରି। ହଁ ସାଙ୍ଗମାନେ, କେମିତି କୁହନ୍ତୁ ଯେ ମା ମାନେ ଜନ୍ମ କରିକି ଛୁଆକୁ ଫିଙ୍ଗି ଦଉଛନ୍ତି। ଆମକୁ ଗୋଟେ ଦିନ ଗୋଟେ ମା ଛୁଆକୁ ଅଲଗା ରହିବାକୁ ଆମେ ଦୁଃଖ ସହିପାରୁନେ, ତ କୋଟି କୋଟି ଛୁଆଙ୍କର ଫିଙ୍ଗି ଦଉଛନ୍ତି କୁହନ୍ତୁ। ସେ ତା ଛାଡ଼ନ୍ତୁ ସେସବୁ କଥା, ଛାଡ଼ନ୍ତୁ, ଆମ କଥା କହୁ ଶୁଣନ୍ତୁ। ଦେଖ ସେ କ୍ଷୀର ଖାଇସାରିଲା ପରେ ତାର କେତେ ଖୁସି ଲାଗୁତା ହସଣା ଦେଖନ୍ତୁ। ଆମେ ଘର ପାଖରେ ଥିଲାବେଳେ ତା ଏଇ ଖୁସି ଦେଖତେ ପାଉନଥିଲୁ। ଏଠି ଛାଡ଼ି ଦେଇକି ମମି ପଳେଇ ଗଲେ ଘରକୁ, କାହିଁକିନା ଘର କେହି ନାହାନ୍ତି। ତ ଟିକେ ଜିଜୁକୁ ଦେଖା କଲେ। ଆଉ ଜିଜୁର କ'ଣ ହେଇଛି ମୁଁ ଥାର୍ଡ ଭିଡ଼ିଓରେ କହିବି। ରଖୁଛି, ବାଇ ବାଇ, ଜୟ ଜଗନ୍ନାଥ।